ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। प्रिय श्रोता बंधु, प्रभु यीशु ख्रीष्टଙ୍କ महत् नामରେ ଆପଣଙ୍କୁ शुभेच्छा। पवित्र बाइबलର ମାଥିଉ ଲିଖିତ ସୁସମାଚାର 1 ଅଧ୍ୟାୟର 1 ପଦରେ ଆମେ ଏପରି ପାଠ କରୁ। ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହମଙ୍କ ସହିତ ତଥା ଦାଉଦଙ୍କ ସହିତ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧ ଥିବା ବିଷୟ ମାଥିଉ ଏଠାରେ ଦେଖାନ୍ତି। ଦାଉଦଙ୍କ ସମ୍ବନ୍ଧରେ ଈଶ୍ୱର ଏହିପରି କହିଥିଲେ, ଆମ୍ଭେ ଯିଶର ପୁତ୍ର ଦାଉଦକୁ ପାଇଅଛୁ। ସେ ଆମ୍ଭର ମନର ମତ ବ୍ୟକ୍ତି। ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବ। ଦାଉଦ ଈଶ୍ୱରଙ୍କ ମନର ମତ ବ୍ୟକ୍ତି ଥିଲେ, ଯାହାଙ୍କ ଜୀବନରେ ଈଶ୍ୱର ପ୍ରସନ୍ନ ଥିଲେ। ଏହିପରି କାହିଁକି? ଦାଉଦ ତ ଆମ ଭଳି ରକ୍ତ ମାଂସ ବିଶିଷ୍ଟ ଜଣେ ବ୍ୟକ୍ତି ଥିଲେ, ଯିଏ ଜନ୍ମରୁ ପାପୀ ଥିଲେ। ସେ ନିଜର ପାପମୟ ଅବସ୍ଥା, ପାପର ଦଣ୍ଡ ଓ ପରିଣାମ ଈଶ୍ୱରଙ୍କ ବାକ୍ୟର ଜ୍ୟୋତିରେ ବୁଝି ପାରିଥିଲେ। ସେ ନିଜ ପାପ ନିମନ୍ତେ ଈଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିଲେ। ପୁଣି ଈଶ୍ୱରଙ୍କ ଦତ୍ତ ପରିତ୍ରାଣରେ ସେ ଆନନ୍ଦ କଲେ। ଗୋଟିଏ ଗୀତରେ ସେ ଏହି ପ୍ରକାର ଲେଖନ୍ତି, ଯାହା ଆମେ ବାଇବଲରେ ଏହି ପ୍ରକାର ପାଠ କରୁ। ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋ ରବ ଓ ବିନତି ଶୁଣିଅଛନ୍ତି। ସେ ମୋ ପ୍ରତି କର୍ଣ୍ଣପାତ କରିଅଛନ୍ତି। ଏଥିପାଇଁ ମୁଁ ବଞ୍ଚିଥିବା ଯାଏ ତାହାଙ୍କ ନିକଟରେ ପ୍ରାର୍ଥନା କରିବି। ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା। ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। ସଦାପ୍ରଭୁ କୃପାବାନ ଓ ଧର୍ମମୟ ଓ ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି। ମୁଁ ପରିତ୍ରାଣ ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। ଦାଉଦଙ୍କ ସମାନ ଆପଣ ମଧ୍ୟ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ପରିତ୍ରାଣର ଅନୁଭବ ପ୍ରାପ୍ତ ହୋଇପାରନ୍ତି। ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।